ମୁଁ ଯୁଧିଷ୍ଠିର ସାହୁ ଆଜନ୍ମ ଦୃଷ୍ଟିବାଧିତ ଏବଂ ଦୀର୍ଘ 35 ବର୍ଷ ନିମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଛି 2010ରୁ। ସାର୍ କ'ଣ କହିବେ ଆଜି ଯେଉଁ ଲୋଇସ୍ ଭ୍ୟାଲି ଫାଉଣ୍ଡେସନ୍ ତରଫରୁ ଯେଉଁ ପ୍ରୋଗ୍ରାମ ଚାଲିଛି ତା ବିଷୟରେ କ'ଣ କହିବେ? ଏହି ଅନୁଷ୍ଠାନଟି ମୋର ମାନସ ସନ୍ତାନ କହିଲେ ବୋଧେ ଭୁଲ ହେବନି। ମୁଁ ଯେହେତୁ ଜଣେ ଦୃଷ୍ଟିବାଧିତ, ଦୃଷ୍ଟି ସମାଜ ପାଇଁ କିଛି କରିବି ବୋଲି ମୋ ମନ ଭିତରେ ଗୋଟେ ଇଏ ଥିଲା। ତ ସେଇ ଅନୁସାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗୋଟେ ଆହ୍ୱାନ ମୋ ମନକୁ ବେଶୀ ପ୍ରେରଣା ଯୋଗାଇଥିଲା। ଆଉ କରୋନା ବେଳେ ମୁଁ 1,10,000 ଟଙ୍କା ରିଲିଫ୍ ଫଣ୍ଡକୁ ଡୋନେଟ୍ କରିଥିଲି। ତାପରେ ଆଉ କିଛି କରିବି ବୋଲି ଭାବିକିରି ମୁଁ ଏଇ ଅନୁଷ୍ଠାନଟି ଆରମ୍ଭ କଲି। ପ୍ରତିବର୍ଷ ଯେଉଁମାନେ ମାଟ୍ରିକ ପରୀକ୍ଷା ଦେଇ ଟପର ହେଉଛନ୍ତି ସ୍କୁଲ ୱାଇଜ୍, ସରକାର ତ ତାଙ୍କ ପାଇଁ କିଛି କରୁନାହିଁ। ତେଣୁ ମୁଁ ତାଙ୍କୁ ସମ୍ମାନିତ କରିବି, ତାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବି ଭାବିକିରି ଏହି ଅନୁଷ୍ଠାନଟି ଆରମ୍ଭ କଲି। ତା ସହିତ ଅସହାୟ ଗରିବ ମାନେ ଯେଉଁମାନେ ଗଳିକନ୍ଦିରେ ରହିଛନ୍ତି ତାଙ୍କ ପାଖରେ ପହଞ୍ଚି ତାଙ୍କୁ କିଛି ଶୀତ ବସ୍ତ୍ର ସହିତ ଶୁଖିଲା ଖାଦ୍ୟପେୟ ନେଇ ପହଞ୍ଚାଏ। ଏହି ଅନୁଷ୍ଠାନର ଏଇଆ ହେଉଛି ଉଦ୍ଦେଶ୍ୟ। ଏହା ବ୍ୟତୀତ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଗୋଟେ ରିଡ଼ିଂ ରାଇଟିଂ କମ୍ପିଟିସନ୍ କରାଏ। ଏଇଭଳି କାର୍ଯ୍ୟକ୍ରମ ରହିଛି। ଆଉ ଆଗକୁ କ'ଣ ଲକ୍ଷ୍ୟ ରହିବ? ଆଗକୁ ତ ଯେହେତୁ ମୁଁ ତ କେଉଁଠୁ ମାନେ ଆର୍ଥିକ ସାହାଯ୍ୟ ଚାହୁଁନାହିଁ କି ନେଉନାହିଁ, ତେଣୁ ମୋ ସମ୍ବଳ ଭିତରେ ମୁଁ କ'ଣ କରିପାରିବି ତାହା ଭଗବାନଙ୍କ ଉପରେ ଛାଡ଼ି ଦେଉଛି। ଆଉ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳିଲେ ଆପଣ ଆଗେଇବେ ବୋଲି ଅନୁଷ୍ଠାନ? ନା, ମୁଁ ଚାହିଁବିନି ସରକାରଙ୍କ ପାଖରୁ ବା ଜନସାଧାରଣଙ୍କ ପାଖରୁ କୌଣସି ସାହାଯ୍ୟ ସହଯୋଗ ମୁଁ ଚାହୁଁନାହିଁ, ଚାହିଁବି ବି ନାହିଁ। ମୋର ଅବସରକାଳୀନ ଭତ୍ତା ଭିତରୁ ଯାହା ମୁଁ ପାରୁଛି କରୁଛି, କରିବି ମଧ୍ୟ। ଆଜ୍ଞା, ଥ୍ୟାଙ୍କ ୟୁ।